ଝିଅ ପିଲାମାନେ ମିଛେଇ କ'ଣ ମିଛ କୁହନ୍ତି କୁହନ୍ତି ଯେ ମୋ ଦେହ ଭଲ ଅଛି, ମୁଁ ତୁମକୁ ରୋଷେଇ କରିଦେବି। କୁହନ୍ତି ଯେ ମୋ ପାଖରେ ପଇସା ନାହିଁ, ମୋତେ କିଛି ପଇସା ଦିଅ। ବହୁତ ମିଛ କୁହନ୍ତି, କିନ୍ତୁ ମିଛ ଭିତରେ ଗୋଟେ ସତ ଘଟଣା ଅଛି। ସତ ଘଟଣା ହେଉଛି ଯେତେବେଳେ ଗୋଟିଏ ଝିଅ ଦେହ ଖରାପ ହେଇଥିବ କିନ୍ତୁ ତା ସ୍ୱାମୀ ପାଇଁ ରୋଷେଇ କରିଦେବ। କାହିଁକି ସେ ରୋଷେଇ କରିଦିଏ ଏଇଟା ଟିକେ ଗୋଟେ ଭାବ। ତା ସ୍ୱାମୀ ଏତେ କଷ୍ଟ ବାହାରେ କରୁଛି କିନ୍ତୁ ଘର ଟିକେ ଆସିକି ରେଷ୍ଟ ନେବ ବୋଲି ତା ମାନେ ତାଙ୍କ ଆଗରେ ମିଛ କୁହନ୍ତି। ଦେହ ଖରାପ ଥାଉ, କେତେ କଷ୍ଟ ଝିଅମାନଙ୍କୁ ହୁଏ କିନ୍ତୁ ମିଛ କୁହନ୍ତି। ଆଉ ଗୋଟେ କଥା, ମିଛ କୁହନ୍ତି ପଇସା ନାହିଁ। ପଇସା ଅଛି କିନ୍ତୁ ସ୍ୱାମୀକି ମାଗନ୍ତି ପଇସା ନାହିଁ, ମୋତେ ଦିଅ। କିନ୍ତୁ ଏଇଟା ସତ ଘଟଣା ଯେ ଯେତେବେଳେ ସ୍ୱାମୀ ଅସୁବିଧାରେ ପଡ଼ିଥିବେ, ପଇସା ପାଖରେ ନଥିବେ, ସେତେବେଳେ ଗୋଟେଟି ଆଣିକି ପଇସା ଦିଏ। କିନ୍ତୁ ପଇସା ଦେବା ଖର୍ଚ୍ଚ କରେ ନାହିଁ, ଗୋଟେଟି ରଖେ। ଗୋଟେ ପୁଅ ଦୁଃଖ ବେଳେ ତାକୁ ପଇସା ଦିଅନ୍ତି। ଅନ୍ୟ ପ୍ରକାର ମିଛ କୁହନ୍ତି ସତ, କିନ୍ତୁ ଆମ ପୁଅ ପିଲାମାନେ ବୁଝିପାରନ୍ତି ନାହିଁ ଯେ କ'ଣ ପାଇଁ ସେ ମିଛ କୁହନ୍ତି। ଝିଅ ପିଲାମାନେ ମିଛେଇ କିନ୍ତୁ ମୁଁ କହିବି ମିଛ ଭିତରେ ଅନେକ ସତ ଘଟଣା ଅଛି, କିଛି ପୁଅ ପିଲାମାନେ ବୁଝିପାରନ୍ତି ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।